ମୋର ଆଜି ବି ମନେ ଅଛି ସେଇ ପିଲାଦିନ କଥା। ଠିକ୍ ଏଇ ସମୟର। ସେତେବେଳେ ତ ଘରେ ସବୁବେଳେ ମାଂସ ହେଉନଥାଏ। ବର୍ଷକୁ ଅତି ବେଶୀରେ 4ରୁ 5 ଥର। ତା ଭିତରୁ ନୂଆ ବର୍ଷରେ ହେବାଟା ନିଶ୍ଚିତ। କିନ୍ତୁ ତା ପଛରେ ବାପାଙ୍କର କିଛି ସର୍ତ୍ତ ଥାଏ। ବାପାଙ୍କୁ ଧାନ କାମରେ ସହଯୋଗ କରିବାକୁ ପଡ଼ିବ। ଦେଲେ ଯାଇ ନୂଆ ବର୍ଷରେ ମାଂସଟେ ହେବ। ବାପାଙ୍କର ସେଇ କଥା ଆଜି ସ୍ୱପ୍ନ ହେଇଯାଇଛି। ବିଶ୍ୱାସ କରିବେନି ଭାଇ, ମାଂସଟା ହେବ। ସେଇ କଥା ଶୁଣି ଏଇ ଆମ ବାଡ଼ି ପାଖ ଜମି, ଆମ 2 ଗୁଣ୍ଠିଆରୁ ଗୁଟି ଗୁଟି କରି ସବୁ ବିଡ଼ା ମୁଁ ମୋ ଛୋଟ ମୁଣ୍ଡରେ ମୁଣ୍ଡେଇକି ବହି ଦେଉଥାଏ। ତା ସହିତ କୁଟା ଗାଦି ଦେଲା ବେଳେ ବାପାଙ୍କୁ ବିଡ଼ା ଛାଟିବା, ପତୁଳି ପଡ଼ିଲା ବେଳେ ବଳଦର ଲାଙ୍ଗୁଡ଼ ଧରିବା, ଏଇ ସବୁ କାମ ମୁଁ ଆଖି ବୁଜେଇକି କରିଦେଉଥାଏ। କେବଳ ଏଇଥିପାଇଁ ଧାନ କାମ ସରିଲେ ମାଂସଟେ ହେବ।